ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ମ୍ୟାକ୍ସିମମ୍ ପିଲାଙ୍କ ମନରେ ଗୋଟେ ଖାଲି ଡାଉଟ୍ ଅଛି, ସାର୍ ଏଇ ଯେଉଁ ପୋଷ୍ଟ ଆମର ରହିଛି ଏଗୁଡ଼ା ଡିଷ୍ଟ୍ରିକ୍ଟ କ୍ୟାଡର ନା ଷ୍ଟେଟ୍ କ୍ୟାଡର? ତ ଦେଖନ୍ତୁ, ଆପଣଙ୍କର ଯେଉଁ ପୋଷ୍ଟିଂ ହେବନି କି, ପୋଷ୍ଟିଂ ଆପଣଙ୍କର ଏଇଟା ଷ୍ଟେଟ୍ କ୍ୟାଡର। ତାମାନେ କ'ଣ? ତାମାନେ ଆପଣଙ୍କର ମାର୍କ ଅନୁସାରେ ଆପଣ କୌଣସି ବି ଜିଲ୍ଲାରେ ଆପଣଙ୍କର ପାଇଯିବେ। ହେଲା, ଏଇ ଲାଇନ୍ଟାକୁ ଦେଖିକି ଆପଣମାନେ ବାୟା ହେଉଥିବେ, କିନ୍ତୁ ଏଥିରେ ପୁରା କ୍ଲିଅରଲି ମେନସନ୍ କରାହେଇଛି କ'ଣ? ଦ ଭେକେନ୍ସିଜ୍ ଇନ୍ ଦ ପୋଷ୍ଟ ଅଫ୍ ଡିଫରେଣ୍ଟ କ୍ୟାଟେଗୋରିଜ୍ ଅଫ୍ ଟିଚର୍ସ ଆର୍ ଅଫ୍ ଡିଷ୍ଟ୍ରିକ୍ଟ କ୍ୟାଡର। ଡିଷ୍ଟ୍ରିକ୍ଟ କ୍ୟାଡର ମିନ୍ସ ଏ କ୍ୟାଣ୍ଡିଡେଟ୍ ଆଫ୍ଟର ବିଂ ସିଲେକ୍ଟେଡ୍, ମାନେ ଚାକିରି ପାଇଲା ପରେ will be posted and transferred within the district concerned। ସେବାଶ୍ରମ ସ୍କୁଲରେ କ'ଣ ହୁଏ ନା, ବହୁତ ଜଲ୍ଦି ଆପଣଙ୍କର ପ୍ରମୋସନ୍ ଆପଣଙ୍କର ମିଳେ, ଆଉ ଟ୍ରାନ୍ସଫର୍ ବି ବହୁତ ଅଧିକା ହୁଏ। କିନ୍ତୁ ବେଷ୍ଟ କ'ଣ କହିଲେ, ଆପଣଙ୍କର ଯେଉଁ ଜିଲ୍ଲାରେ ସିଲେକ୍ସନ୍ ହେଇଛି ଆପଣଙ୍କର ସେଇ ଜିଲ୍ଲାରେ ଆପଣଙ୍କର ହେବ। ଏବେ ଆପଣ କହିବେ, ସାର୍ ତାହେଲେ କ'ଣ ଖାଲି ଆମେ ନିଜ ଜିଲ୍ଲା ପାଇଁ ଆପ୍ଲାଏ କରିପାରିବୁ? ଆରେ ନାଇଁ, ଆପଣଙ୍କୁ ପ୍ରିଫରେନ୍ସ ଦେବା ପାଇଁ ପଡ଼ିବ। ଯେମିତି ଜୁନିୟର ଟିଚର ଦେଉଥିଲେ ନାଇଁ କି, ସେଇଭଳିଆ ଆପଣ ପ୍ରିଫରେନ୍ସ ଦେବେ। ଲେଖା ହେଇଛି ପରା, ଆପଣ ପ୍ରିଫରେନ୍ସ ଦେବେ। କେଉଁ ଜିଲ୍ଲାଟା ଆପଣଙ୍କର 1 ନମ୍ବର, କେଉଁଟା 2 ନମ୍ବର, କେଉଁଟା 3 ନମ୍ବର, କେଉଁଟା 4 ନମ୍ବର, ପୁରା ସିରିଏଲି ଆପଣ ଦେବେ, ଚଏସ୍ ଦେବେ। ତାପରେ ଆପଣଙ୍କର ମାର୍କ ଅନୁସାରେ ଯେଉଁ ଜିଲ୍ଲାରେ ବି ଆପଣଙ୍କର ପୋଷ୍ଟିଂ ହେବ। ବୁଝିଗଲେ ତ? ବୁଝିପାରିଲେନି? ଆଉ ଥରେ କହିଦେଉଛି, ଆପଣଙ୍କୁ ଯେତେବେଳେ ଆପ୍ଲାଏ କରିବେନି କି, ସେହି ସମୟରେ ଚଏସ୍ ଦେବା ପାଇଁ ପଡ଼ିବ 1 2 3 4, ଯେମିତି ଜୁନିୟର ଟିଚର ଦେଉଥିଲେ। ଦେଲା ପରେ ଆପଣଙ୍କର ମାର୍କ ଅନୁସାରେ କୌଣସି ବି ଜିଲ୍ଲାରେ ପୋଷ୍ଟିଂ ହେବ, ଏନି ଡିଷ୍ଟ୍ରିକ୍ଟ, ଆପଣ କହିବେନି ନାଇଁ ମୋର ଜିଲ୍ଲାରେ ହିଁ ପୋଷ୍ଟିଂ ଦରକାର। ଯଦି ଆପଣଙ୍କୁ ନିଜ ଜିଲ୍ଲାରେ ପୋଷ୍ଟିଂ ଦରକାର ଦେନ୍ ଭଲ ମାର୍କ ରଖନ୍ତୁ, ନହେଲେ ଓଡ଼ିଶାର କୌଣସି ବି ଜିଲ୍ଲାରେ ଆପଣଙ୍କୁ ପୋଷ୍ଟିଂ ମିଳିବ, କୌଣସି ବି ଜିଲ୍ଲାରେ। ହେଲା, ବୁଝିଗଲେ? ଯେମିତି ଆପଣମାନେ ଜୁନିୟର ଟିଚର କରିଥିଲେ ସେମ୍ ଟାଇପ୍ର ଏହା ଡିଷ୍ଟ୍ରିକ୍ଟ କ୍ୟାଡରରେ, ମାନେ ଆପଣଙ୍କୁ ଯେଉଁ ଜିଲ୍ଲାରେ ଚାକିରି ମିଳିଲା ସେଇ ଜିଲ୍ଲାରେ ହିଁ ଆପଣଙ୍କୁ ରହିବା ପାଇଁ ପଡ଼ିବ। এইটা ହେଉଛି କଣ୍ଡିସନ୍, ଆଉ କିଛି ନାହିଁ। ବଟ୍ ସିଲେକ୍ସନ୍ ଆପଣଙ୍କର ଷ୍ଟେଟ୍ କ୍ୟାଡର, ଆପଣଙ୍କର ଓଡ଼ିଶାରେ କୌଣସି ବି ଜିଲ୍ଲାରେ ଆପଣ ପାଇବେ। ବଟ୍ ଆପଣ ଭଲସେ ପଢ଼ାପଢ଼ି କରନ୍ତୁ। ଆସନ୍ତାକାଲି ମୁଁ ଆପଣଙ୍କର ସକାଳେ ପ୍ଲାନିଂ ଭିଡ଼ିଓ ଆପଣଙ୍କର ଅପଲୋଡ଼ କରିଦେବି। OTETର ଯାହା ଆପଣ ପେଡ଼ାଗୋଜି ପଢ଼ୁଥିଲେ, ଜୁନିୟର ଟିଚର ବି ସେମ୍ ପେଡ଼ାଗୋଜି, ବହୁତ ଇଜିଲି। ଆଉ ଏଥିରୁ ସବୁଠୁ ବେଷ୍ଟ ଦେଖନ୍ତୁ, ପ୍ରଥମରୁ ହିଁ ଆପଣ ରେଗୁଲାର ସ୍ୟାଲେରୀ ଆପଣଙ୍କର ପାଇବେ, ପ୍ରଥମରୁ ହିଁ ରେଗୁଲାର ସ୍ୟାଲେରୀ। ତେଣୁକରି ଏମିତିକା ପଦବୀକୁ ଛାଡ଼ିବେନି। କ୍ୱାର୍ଟର ଆପଣଙ୍କର ମିଳିବ, ଫ୍ୟାମିଲିକୁ ନେଇକି ଆପଣ ରହିପାରିବେ, ଠିକ୍ ଅଛି। କିନ୍ତୁ ଟ୍ରାନ୍ସଫର୍ ଟିକେ ଅଧିକ ହୁଏ। ହେଲା, ନିଜ ବ୍ଲକରେ ହେଇପାରେ କିମ୍ବା ଜିଲ୍ଲାରେ ହିଁ, ଯେହେତୁ ଜିଲ୍ଲାରେ ହିଁ ହୁଏ, ପ୍ରମୋସନ୍ ବହୁତ ଜଲ୍ଦି ଆପଣଙ୍କର ଏଇସବୁ ପଦବୀରେ ଆପଣଙ୍କର ହୁଏ, ଠିକ୍ ଅଛି। ତ ସବୁ ସାଙ୍ଗମାନଙ୍କୁ କହିଦିଅନ୍ତୁ ଯେ ନୋଟିଫିକେସନ୍ ଆପଣଙ୍କର ଆସିଗଲା। ଡିଟେଲ୍ ଭିଡ଼ିଓ ଅଲରେଡ଼ି ମୁଁ ଆପଣଙ୍କର ଅପଲୋଡ଼ କରିଦେଇଛି, ତାକୁ ଆପଣଙ୍କର ଦେଖିଦେବେ ଏବଂ ଆସନ୍ତାକାଲି ଆପଣଙ୍କର ସକାଳରେ ମୁଁ ଆପଣଙ୍କର ପ୍ଲାନିଂ ଭିଡ଼ିଓ ଆପଣଙ୍କ ପାଇଁ ବନେଇଦେବି। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଗୁଡ୍ ନାଇଟ୍ ପିଲାମାନେ, ଗୁଡ୍ ନାଇଟ୍। ସବୁ କ୍ଲାସ୍ ଆପଣଙ୍କର ଲକ୍ଷ୍ମୀଧର ସାର୍ ଅଫିସିଆଲ୍ ଆପ୍ଲିକେସନ୍ରେ ଆପଣଙ୍କ ପାଇଁ ହେବ। ଥ୍ୟାଙ୍କ ୟୁ।